ରାଜରାସ୍ତାରୁ ଓହ୍ଲାଇବା ପରେ ନିଘଞ୍ଚ ଜଙ୍ଗଲ ଭିତରେ ପ୍ରାୟ 7-8 କିଲୋମିଟର ଚାଲି ଚାଲି ଗଲା ପରେ ପଡ଼େ ମୋର ପିଲାଦିନର ଛୁଟି ଘର। ହୀରାକୁଦ ବନ୍ଧର ଉଦବାସ୍ତୁ ମାନଙ୍କର ଗାଁ, ମୋ ମାମୁଁ ଘର ଗାଁ। ମାମୁଁ ଘର ଗାଁକୁ ଯିବା ଆଗ ଏତେ ସହଜ ନଥିଲା। ମା ଭେରିକା ସମ୍ବଲପୁରରୁ ବାହାରିବା ଗୋଟିଏ ମାସ ଆଗରୁ ଖବର ଦେବାକୁ ପଡ଼େ। ଶଗଡ଼ ଉପରେ ଟପଟିଏ ଓ ବସିବା ଜାଗାରେ ପାଡ଼ ଓ କନ୍ଥା ସଜେଇ ହୋଇ ମୋଟା ମୋଟା ବଳଦଙ୍କୁ ବନ୍ଧା ହୋଇ ଶଗଡ଼ ଆସିଥାଏ ତାଙ୍କୁ ନେବା ପାଇଁ। ଆଉ ଆମେମାନେ ଗଲେ ଚାଲି ଚାଲିକି କିମ୍ବା ଆଗରୁ ଖବର ଦେଇଥିଲେ ସାଇକେଲରେ କିଏ ନେବା ପାଇଁ ଗାଁରୁ ଆସନ୍ତି। ଜଙ୍ଗଲର ଶୀତଳତା ଭିତରେ ବାଟ ଜଣା ପଡ଼େ ନାହିଁ। ହଁ, ଦିନେ ଦିନେ ଖରା ଛୁଟିରେ ଯିବା ସମୟରେ ରାସ୍ତା କଡ଼ରେ ଭାଲୁ ମହୁଲ ଖାଇବାର ବହୁବାର ଦେଖିଛୁ। ଥରେ ତ ଏମିତି ହେଲା, ଶଗଡ଼ରେ ଯାଉ ଯାଉ ଭାଲୁ ହୁଙ୍କାରି ଦେଲା ଯେ ବଳଦ ଆଉ ରହେ ରାସ୍ତାଘାଟ ନ ମାନି ସିଧା ଦୌଡ଼ି ଦୌଡ଼ି ନେଇ ଘର ସାମ୍ନାରେ ଥୋଇଦେଲା। ଅଣ୍ଟା ପିଠି ପୁରା ଛଟ ହୋଇଗଲା। ଆଜି ମଧ୍ୟ ମାମୁଁ ଘର ପଛପଟର କୂଅ ପାଣି ତଥା ମାମୁଁ ଘର ଗାଁ ହାଣ୍ଡି ରନ୍ଧା ପଖାଳର ସ୍ୱାଦ ମୋ ମୁହଁରେ ରହିଯାଇଛି। ଖରାଦିନେ କିଛି ନ ମିଳିବା ସମୟରେ ଜଙ୍ଗଲୀ ଶାଗ, ଚୁଲା, ଶୁଖା ବାଇଗଣ, ଖଡ଼ା, ବଡ଼ି, ବିଲାତି, ଆଳୁ, ପକା ଘାଣ୍ଟ ତରକାରୀ ସହିତ ଭେରାଇଟିର ଲେତି, ଛୋଟ ଚଷା ଆମ୍ବ, ଆଉ ତାପରେ ଢବା ଖମାର ଘରେ ଦିନ ଦ୍ୱିପହର କଟାଇବା ଆଜି ମଧ୍ୟ ଝୁରି ହେଉଛି ମୁଁ। ଗାଁର ପ୍ରାରମ୍ଭରେ ହିଁ ମାମୁଁ ଘର। ଘର ଭିତରକୁ ପଶିବା ମାତ୍ରେ ଦିପଟେ ଗାଈ ଓ ଛେଳି ଗୁହାଳ, ଚଉରି ଘରଟିଏ, ସ୍ତ୍ରୀ ଲୋକମାନଙ୍କ ପାଇଁ ଝାଡ଼ା ଯିବାର ବ୍ୟବସ୍ଥା ବାରି ଶେଷପଟେ। ପୁରୁଷ ପିଲାମାନେ ଝାଡ଼ ଭିତରକୁ ନହେଲେ କ୍ଷେତରେ। ଗାଁଟି ଯାକର ଲୋକେ ମାମୁଁ ଘର ବାରିପଟ କୂଅରୁ ଖାଇବା ପାଣି ବ୍ୟବହାର କରନ୍ତି। ବାରିପଟରେ ବିରାଟ ବିରାଟ 4ଟି ପଣସ ଗଛ। ମାମୁଁ ଘରେ ପ୍ରାୟ ବର୍ଷକୁ 1 ଟ୍ରକ ପଣସ ଖାଲି ବିକୁଥିବେ। ଅଜା ଥିବା ସମୟରେ ବାଡ଼ିରେ ବହୁ ପନିପରିବା ଚାଷ ହେଉଥିଲା ଓ ଚାଉଳ ମଧ୍ୟ ବିକୁଥିଲେ ଅନ୍ୟ ମାଉସୀଙ୍କ ପିଲାମାନେ। ସେଥିପାଇଁ ଆଜି ମଧ୍ୟ ଚାଉଳ ଅଜାଙ୍କ ଘର ବୋଲି କହିଥାନ୍ତି। 5ଟି ମାଉସୀଙ୍କ ଛୁଆପିଲା ଭିତରୁ ମୁଁ ବୋଧହୁଏ ଯେତିକି ଉପଭୋଗ କରିଛି ମୋ ମାମୁଁ ଘର ଗାଁ, ଅନ୍ୟମାନେ ସେତିକି ଉପଭୋଗ କରିନାହାନ୍ତି। ପ୍ରକୃତି ସହିତ ପ୍ରକୃତିମୟ ହେଇଯିବା କାହିଁକି ପିଲାଟି ଦିନରୁ ମୋର ମାନସିକତା ରହିଛି। ସକାଳୁ ସକାଳୁ ଉଠି ହାଫ୍ ପ୍ୟାଣ୍ଟ ଓ ଗଞ୍ଜିଟିଏ ତଥା ଅଣ୍ଟାରେ ଗାମୁଛାଟିଏ ଭିଡ଼ି ଛେଳି ଚରାଉଥିବା ପିଲାଙ୍କ ସହ ଜଙ୍ଗଲ ବୁଲିବା ମୋର ଗୋଟିଏ ନିଶା ଥିଲା କହିଲେ ଚଳେ। ହେତୁ ହେବା ଦିନରୁ ଆରମ୍ଭ କରି 10ମ ଶ୍ରେଣୀ ପଢ଼ିବା ପର୍ଯ୍ୟନ୍ତ ପ୍ରାୟ ପ୍ରତ୍ୟେକ ଖରା ଛୁଟିରେ ମାମୁଁ ଘର ଗାଁରେ ମୋର ଆଡ୍ଡା ଜମୁଥିଲା। ଅଜା ରିଟାୟାର୍ଡ ସ୍କୁଲ ଶିକ୍ଷକ ସାଙ୍ଗକୁ ଗାଁ ବୈଦ ଭାବରେ ବେଶ୍ ଜଣାଶୁଣା ଥିଲେ। ତାଙ୍କ ସହିତ ଜଙ୍ଗଲ ଭିତରକୁ ଗଲେ ଏ ଗଛର ଏଇ ଗୁଣ, ସେ ଗଛର ସେ ଗୁଣ କହି ଗଛ ଚିହ୍ନାଇବା ସହିତ ତାର ବ୍ୟବହାର ବିଧି ଓ ସଂଗ୍ରହ ବିଧି ମଧ୍ୟ ବତାଉଥିଲେ। ତାଙ୍କ ଗୁତି କ୍ଷେତ ଶ୍ରମିକ ଭାବରେ କାମ କରୁଥିବା ଖେରା ବାବା। ତା ଭଲ ନାଁ ମୁଁ ଆଜି ପର୍ଯ୍ୟନ୍ତ ଜାଣିନାହିଁ, କିନ୍ତୁ ଠେକୁଆ ଖେରା ମାରିକି ମୋତେ ଖୁଆଇଥିବାରୁ ତା ନାଁ ମୁଁ ଦେଇଥିଲି ଖେରା ବାବା। କନ୍ଧ ଜାତିର ଲୋକଟିଏ। ମୋ ଅଜାଙ୍କୁ ମଧ୍ୟ ତୁ ତା ସମ୍ବୋଧନ କରେ, କିନ୍ତୁ ଭାରି ସ୍ନେହୀ ପରିବାରଟିଏ। ପଶ୍ଚିମାଞ୍ଚଳ କାହିଁକି ସବୁ ଜାଗାରେ ଗାଁ ଗହଳିର କେଉଁ ଘରର ଭଣଜା କି ଜଇଁ ସେ ଗାଁଟି ଯାକର ଭଣଜା ଓ ଜଇଁ ହୋଇ ଚିହ୍ନା ପଡ଼େ। ମାମୁଁ ଘର ଗାଁକୁ ଯିବା ସମୟରେ ଜୋର ପାହାଡ଼ି ନାଳ ଭିତରେ ଅନେକ ଫୁଟି ବା କାକୁଡ଼ି ଆଦି ଚାଷ କରନ୍ତି। ଖେରା ବାବା ମଧ୍ୟ ଖରାଟିଆ କାକୁଡ଼ି ଓ ତରଭୁଜ ଆଦି ଲଗାଏ। ତା ସ୍ତ୍ରୀ ଓ ପିଲାମାନେ ତାକୁ ତା କାମରେ ସାହାଯ୍ୟ କରନ୍ତି। ଅନ୍ୟ ସମୟରେ ଘରେ ବସି ବିଡ଼ି ବୋଳନ୍ତି। 2ଟି ଝିଅ ଓ ଗୋଟିଏ ପୁଅକୁ ନେଇ ତା ସଂସାର। ଆମେମାନେ ତା ବଗିଚାରୁ ଯାହା କିଛି ଅଟାରି ଖାଇଦେଲେ ମଧ୍ୟ ଦିନେ ହେଲେ ସେ କାହାକୁ ଫେରାଦ ହେଇନାହିଁ। ଏ ବିଷୟରେ ମୋ ନାତି ଖାଇଲା ବୋଲି କହେ। ମୁଁ 10ମ ଶ୍ରେଣୀରେ ପଇତା ପକେଇଲି, ତେଣୁ ମୋ ଅଜାଙ୍କୁ କହେ, ଆରେ ପିଲା ବ୍ରାହ୍ମଣ ନୁହେଁ, ହୁଏ ତାୱେଲ, ମୋ ଘରକୁ ଛାଡ଼, ସେ ମୂଷା ମାଂସ ଟିକିଏ ଖାଇବ। ଅଜା ମଧ୍ୟ ଆଈଙ୍କୁ ନ ଜଣାଇ ଯା ଖାଇ ଆସିବୁ ବୋଲି କହନ୍ତି। ତା ଘରେ ମୁଁ ବହୁତ ଜଙ୍ଗଲୀ ଚିଜ ଖାଇଛି। ତା ଝିଅ 2ଟା ମୋଠୁ ଖୁବ୍ ବଡ଼। ପୁଅଟି ମୋ ସାଙ୍ଗର ନାଁ ଗୁଲଠୁ।
ସାଙ୍ଗ ସରସିଆ ହେଲେ କ'ଣ ହେବ, ମୁଁ ତାକୁ ମାମୁଁ ବୋଲି ଡାକେ ଓ ତା ସ୍ତ୍ରୀକୁ ମାଇଁ ବୋଲି ଡାକୁଛି। ଛୋଟ ଦିନରୁ ଭାଙ୍ଗ ଦକତା ଖାଇ ଖାଇ ଗୁଲଠୁ ମାମୁଁର ମୁହଁ କାହିଁକି ମୋତେ ଭାରି ଗନ୍ଧାଏ। ତେଣୁ ତା ସହିତ କଥା ହେବାକୁ କେମିତି ଅସହଜ ଲାଗେ। ଦଶମ ପଢ଼ିଲା ବେଳକୁ ମୋ ଅଜାଙ୍କ ଦେହାନ୍ତ ହେଲା। ତାପରେ ପରେ ମୋ ଗାଁକୁ ଯିବା ଆସିବା କେମିତି କମିଗଲା। ଏମିତି ବର୍ଷ ପରେ ବର୍ଷ ବିତିଗଲା। ଏ ଭିତରେ ମୁଁ ବାହା ହେଇ ମୋ ପୁଅ ପାଠ ପଢ଼ିବା ଆରମ୍ଭ କରିଥାଏ। ହଠାତ୍ ଦିନେ କାହିଁକି ମାମୁଁ ଘର ଗାଁ କଥା ମନେ ପଡ଼ିଲା। ପୁଅକୁ ନେଇ ବାହାରିଲି ମାମୁଁ ଘର ଗାଁ ଆଡ଼କୁ। ଶୁଣିବାକୁ ପାଇଥିଲି ଗାଁକୁ ଏବେ ବସ୍ ଚାଲିବା ଆରମ୍ଭ କଲାଣି। ବସ୍ରେ ଉଠିଲୁ ବାପ ପୁଅ 2 ଜଣ। ଯେତେ ଗାଁ ପାଖକୁ ପାଖ ହେଉଥାଏ ମୁଁ ଦେଖୁଥାଏ ଆଉ ଜଙ୍ଗଲର ଚିହ୍ନବର୍ଣ୍ଣ ମଧ୍ୟ ନାହିଁ। ସବୁ ଯେମିତି ପଦା ହୋଇଯାଇଛି। ଜଣକୁ ପଚାରିଲି, ଆରେ ବାବୁ ଜଙ୍ଗଲ ଗଲା କୁଆଡ଼େ? ବାଟୋଇଟି ଉତ୍ତର ଦେଲା, ବାବୁ ଏଠି ପରା ଫ୍ୟାକ୍ଟ୍ରି ହେବ। ଆଉ ଜଙ୍ଗଲ ନା ଜମି କିଛି ପାଇବ ନାହିଁ। ରାଜରାସ୍ତାରେ ଓହ୍ଲାଇ ପଡ଼ିଲି। ଭାବିଲି ଚାଲି ଚାଲି ଯିବି କିମ୍ବା କାହାଠୁ ସାଇକେଲ ଖଣ୍ଡିଏ ମାଗିଯିବି। କାହାଠୁ କିଛି ନ ପାଇ ପୁଣି ମାମୁଁ ଘର ଗାଁ ପଟ ଦେଇ ଯାଉଥିବା ପିକଅପ୍ ଭ୍ୟାନରେ ଚଢ଼ିଲି। ରାସ୍ତାରେ ସେଇ ଜ୍ୱର ପଡ଼ିଲା। ଖୋଜିଲି ଖେରା ବାବା କାଳେ କେଉଁଠି କିଛି କରିଛି କି, କିନ୍ତୁ କିଛି ଚିହ୍ନବର୍ଣ୍ଣ ମଧ୍ୟ ପାଇଲି ନାହିଁ। ଗାଁ ରାସ୍ତା ଆଉ ଚିହ୍ନି ହେଉନଥାଏ। ନିର୍ମଳ ପରିବେଶର ରାସ୍ତାଟି ତଥାକଥିତ ଫ୍ୟାକ୍ଟ୍ରି ପାଇଁ ମାଟି ଓ ଅନ୍ୟାନ୍ୟ ସାମଗ୍ରୀ ନେଇ ଯାଉଥିବା ବଡ଼ ବଡ଼ ଟ୍ରକମାନଙ୍କ ଧୂଆଁ ତଥା ରାସ୍ତାର ଅସହ୍ୟ ଧୂଳି ମଧ୍ୟରେ ପୋତି ହୋଇ ପଡ଼ିଥାଏ ଯେମିତି। ସେ ଯାହା ହେଉ ବହୁ କଷ୍ଟରେ ଗାଁରେ ପହଞ୍ଚିଲି। ଗାଁରୁ 100 ମିଟର ଦୂର ପୂର୍ବର ସେଇ ଆମ୍ବ ବୁରେଇ ବଗିଚା ମଧ୍ୟରେ ଭ୍ୟାନ୍ଟି ଲୋକଙ୍କୁ ଉତାରି ଦେଇ ବାଟ ଭାଙ୍ଗି ତାର ଗନ୍ତବ୍ୟସ୍ଥଳ ଅନ୍ୟ ଗାଁ ଆଡ଼କୁ ଚାଲିଗଲା। ଆଉ ଆମ୍ବ ଗଛର ଚିହ୍ନ ମଧ୍ୟ ସେଠାରେ ନଥିଲା। ଘରମାନଙ୍କୁ ମଧ୍ୟ ଚିହ୍ନି ହେଉନଥାଏ। ଆଗର ମାଟି ଘର ବଦଳରେ ସେଠି ଥିଲା ସବୁ ପକ୍କା ଘର। ଅଜାଙ୍କ ଘର ସାମ୍ନାରେ ଥିବା ଖେରା ବାବାର ଘର ମଧ୍ୟ ପକ୍କା ହୋଇଯାଇଥିଲା। ମାମୁଁ ଘରେ କେହି ନଥିବାରୁ ଖେରା ବାବା ପାଖରେ ମାମୁଁ ଘର ଚାବି ରହୁଥିଲା। ସେ ମାମୁଁ ଘରର ସମସ୍ତ ଜମିବାଡ଼ିର ଦେଖାଶୁଣା କରୁଥିବାର ମୁଁ ଜାଣିଥିଲି। ତେଣୁ ତା ଘରକୁ ପ୍ରଥମେ ଗଲି। ମୋତେ ଦେଖି ବାବା ଯେମିତି କୋଟିନିଧି ପାଇଗଲା। ପାଟି କରି ସମସ୍ତଙ୍କୁ ଡାକିଲା, ଆସରେ ଦେଖିବ ଆସ, ମୋର ପୁତା ଆଜି ବଡ଼ା ଦିନ ଉତାରୁ ତାର ବବାର ଘରକେ ଆସିଛେ। ମୋର ସାହେବ ଆସିଛେ ମୋ ପୁଅକୁ। ଆସରେ ଦେଖିବ ଆସ। ମୋ ପୁଅ କିଛି ବୁଝି ପାରୁନଥିଲା। କେବଳ ଭକ୍ ଭକ୍ ହୋଇ ଦେଖୁଥାଏ। ବାବା ମୋ ପୁଅକୁ କାଖରେ ଉଠେଇ ନେଇ ଘର ଭିତରକୁ ପଶିଗଲା। ମୁଁ ମଧ୍ୟ ତା ପଛେ ପଛେ ଘର ମଧ୍ୟକୁ ପଶିଲି। ବୁଢ଼ୀ ଆସି ମୋ ପୁଅ ମୁହଁକୁ ଆଉଁସି ଚୁମା ପରେ ଚୁମା ଦେଇ ଚାଲିଥାଏ। ଏହି ସମୟରେ ଗୁଲଠୁ ମାମୁଁଙ୍କ ନୂଆ ବିବାହିତା ସ୍ତ୍ରୀ ତାଙ୍କ ଝିଅକୁ ନେଇ ଦୁଆର ପାଖକୁ ଆସିଲେ ଓ ମୋତେ ମୁଣ୍ଡିଆ ମାରିଲେ। ମୁଁ ମନା କରନ୍ତେ ବୁଢ଼ା କହିଲା, ଆରେ ପିଲା, ସେତେବେଳେ ବ୍ରାହ୍ମଣ ନାଇଁ ହେଇଥାଇ ଇହାଦେ ବିହା ହେଲୁନ। ବ୍ରାହ୍ମଣ ଲୋକ ଆଉ ମୁଣ୍ଡିଆଟେ ମାରିଦେଲା ଯେ କାଁ ହେଲା। ମୁଁ କିଛି କହିଲି ନାହିଁ। ସେ କିନ୍ତୁ ମୋ ପିଲାକୁ ଖଟରେ ବସାଇ ଅନେକ ପ୍ରଶ୍ନ ପଚାରି ଚାଲିଥାଏ। କେନ୍ ପଢ଼ୁଛୁ? କେତେ ପଢ଼ଲୁନ? ତୋର ବା ପଢ଼ାସି କିଏ ଆର୍ କିଏ? ତୋର ମା କେ? କାଁ ଯେ ନାଇଁ ଆଣିଲୁ? ଏମିତି ଅନେକ ପ୍ରଶ୍ନ। ପୁଅ ତାର ଜବାବ ଦେଉଥାଏ। ଏମିତି କିଛି ସମୟ ବିତିଗଲା। ଉତାରୁ ମୁଁ ପଚାରିଲି, ବାବା ତୋର ବାଏର ବଗିଚା କାହିଁ ଗଲା ବୋ? ଆଏଜ୍ କାଏଲ କାଣା ଆଉ କିଛି ନାଇଁ କରବାରକେ? ବୁଢ଼ା ହସିଲା, କହିଲା, ଆରେ ପିଲା, ବାଏର ବଗିଚା ଆର୍ କାଣ କରମି ବୋ? ଯାହା କଲେ ତ ସବୁ ଧୁଇଲ ଧୂଳି ଖାଇ ଦେଉଛେ। ଫେର ଆଉର ବୋଲ ବୁତା ନାଇଁ ଲାଗବାରକେ? ବୁଢ଼ା ହେଲିନ। ତୋର ମାମୁଁ ଗଲା ଆଉ ନିଘା ନାଇଁ ଦେବାରକେ ଫ୍ୟାକ୍ଟ୍ରିରେ? କାଇଁ କାମ କରବା ବୋଲି କହୁଛେ ତ? ମୁଁ ଚୁପ୍ ରହିଗଲି। ତାଠୁ ଚାବି ନେଇ ମୁଁ ମାମୁଁ ଘରକୁ ଗଲି। ସେଠାରେ କୂଅରେ ବହୁଦିନ ପରେ ଗାଧୋଇ ପାଧୋଇ ଘର ବାରଣ୍ଡାରେ ଖଟ ପକେଇ ବସିଲି। ଆଗରୁ ମାମୁଁ ଘରେ ଲାଇଟ୍ ନଥିଲା। ଏବେ କିନ୍ତୁ ଗାଁରେ ଲାଇଟ୍ ଅଛି।
ଅଖାଟିଏ ଆଣି କିଏ ଗୋଟିଏ ଲଗାଇଦେଲା। ଏମିତି ଅନେକ ସମୟ ଗଲା ପରେ ବାବା ଆସିଲା। କହିଲା, ଆରେ ପିଲା, ଖାଇବାରଟା କେନ୍ତା କରବୁ? ମୁଁ କହିଲି, ବାବା, ତୋର ଘରେ ମୁଠେ ନାଇଁ ଦେଉ କାଏଁ? ବୁଢ଼ା ମୋ ଉପରେ କହିଲା, ତୁଇ ବ୍ରାହ୍ମଣ ଘରର ପିଲା, ଆମର ହାତ ରନ୍ଧା କେନ୍ତା ଖାଇବୁ? ମୁଁ ପୁଣି କହିଲି, ଛୋଟବେଳେ ତ ଘରେ କେତେ ଖାଇଛି, ଆଜି ଖାଇଦେଲେ କ'ଣ ଅସୁବିଧା ହୋଇଯିବ? ବୁଢ଼ା ଉତ୍ତର ଦେଲା, ସେତେବେଳେ ତୁଇ ବରୁ ନାଇଁ ହେଇଥାଇ ଖାଇ ଦଉଥିଲୁ, ଆଜ ଯେ ଆଉ ଖାଇବୁ? ମୁଁ କହିଲି, ତୋ ଘରେ ଖାଇଲେ ମୋ ପଇତା ମରା ହେବ ନାହିଁ, କିନ୍ତୁ ମୋ ମନକୁ ଶାନ୍ତି ମିଳିବ। ପାରିବୁ ଯଦି କିଛି ପୋଡ଼ାପୋଡ଼ି କରି ପଖାଳ ଟିକେ ଯୋଗାଡ଼ କରିଦେ। ବୁଢ଼ା ବହୁତ ଖୁସି ହୋଇଯାଇଥିଲା ଓ ମୋ ପାଇଁ ଖାଇବା ଯୋଗାଡ଼ କରି ରାତିରେ ନେଇ ଆସିବା ପାଇଁ ଘରକୁ ଫେରି ଯାଇଥିଲା। ସନ୍ଧ୍ୟାରେ ମୁଁ ପୁଅକୁ ନେଇ ଗାଁ ଭିତରକୁ ଅନ୍ୟମାନଙ୍କ ଘରକୁ ବୁଲିବାକୁ ଗଲି। ଗାଁରେ ଆମୂଳଚୂଳ ପରିବର୍ତ୍ତନ ହୋଇ ଯାଇଥିବା ଦେଖିଲି। ଗାଁରେ ଠାଏ ଠାଏ ଅଣ୍ଡା ଦୋକାନ ସାଙ୍ଗକୁ ପ୍ରତ୍ୟେକଙ୍କ ଘରେ ଟେଲିଭିଜନ ଓ ଗାଁରେ ଦୁଇ ଦୁଇଟି ମଦ ଦୋକାନ ମୋତେ ଆଶ୍ଚର୍ଯ୍ୟାନ୍ୱିତ କରୁଥାଏ। ବେଶୀ ସମୟ ବୁଲିବାକୁ କାହିଁକି ଖରାପ ଲାଗିଲା। ପୁଣି ଘରକୁ ଫେରି ଆସିଲି। ରାତି ପ୍ରାୟ 8-9 ବେଳକୁ ବୁଢ଼ା ଆସିଲା। ପଚାରିଲା, ପୁତା, ଖାଇ ବସବୁ କାଏଁ? ତୋର ମାଇଁ ଖାଇବାଟା ନେଇକରି ଆଇବା। ମୁଁ ମୁହଁ କରନ୍ତେ ସେ ପାଟିଟିଏ କରି ଘରକୁ ଖବର ଦେଲା ଓ ମୋ ପାଖେ ବସି ରହିଲା। ମୁଁ ବି ତା ସହିତ ଗପିବାକୁ ଚାହୁଁଥାଏ। ପଖାଳ ଖିଆ ସାଙ୍ଗକୁ ଗାଁ ବିଷୟରେ ପଚାରି ଚାଲିଥାଏ। ପଖାଳ ସାଙ୍ଗରେ ବଜାରର କାରବାଇଦିଆ ଆମ୍ବ ଦେଖି ମୁଁ ପଚାରିଲି, ହଇବ ବାବା, ଇ ଲେତିମାନେ କାଇଁ ଗଲା ଯେ ତୁଇ ଏଇ ଆମ୍ବ ଆନିଛୁ? ବୁଢ଼ା କହିଲା, ଆର ଗଛ କାଇଛେ ଯେ ତୁଇ ଲେତି ପାଇବୁ? ଯଦରି ଭି ଗୁଟେ ଯୁଡ଼େ କେନ୍ ଝାର ଭିତରୁ ମିଲଲେ ଗଲା, ସେଟା ଭି ଦୁକାଲ ଦୁର୍ଲଭ ହେଲାନ। ତୁଇ ସହରିଆ ଲୋକ, ଆରୁ ଲେତି ଖୋଜୁଛୁ କାଇଁବ? ମୁଁ ହସିଲି। ପୁଣି ପଚାରିଲି, ଆଗ ଗାଁଥି କୁକୁରା ଅଣ୍ଡାଟେ ଖୁଜିଲେ ନାଇଁ ମିଲୁଥାଇ? ମଦ ପାଏନ ତ ଦୂରର କଥା, ଇହାଦେ ତ ପୁରା ଉଲ୍ଟାଟା ଦେଖିକରି ଆସିଲି। ବୁଢ଼ା କହିଲା, ପିଲା, ତୁଇ ଆମର ଗାଁକେ କାଁ ବୋଲି ଭାବଲୁ? ଇନ୍ ଯାହା ଚାହିଁବୁ ସେଟା ମିଲବା। ମଦ ପାଏନ କାଣା ସବୁ? ହାଇବ, ତୋର ମାମୁଁ ପରେ ଗୁଟେ ଫଟଫଟି ମୋଟର ସାଇକେଲ ଆଣିଛେ ଯେ ସେଟା ଚଲେଇ ନାଇଁ ଜାନେ ବୋଲି ଗୁଟେ ଡ୍ରାଇଭର ରଖିଛେ। ମୁଁ ପୁରା ଆଶ୍ଚର୍ଯ୍ୟରେ ବୁଡ଼ି ଯାଇଥିଲି। ମୋ ପୁଅ ଆଡ଼କୁ ଦେଖି ପୁଣି କହିଲା, ତୋର ପୁଅ କାଣା ପଢ଼ୁଛେ? ମୁଇଁ ମୋର ନାତେକେ ଇଂଲିଶ ସ୍କୁଲଥି ପଢ଼ାମି। ଆର ବଛରେକେ ଇନ୍ ଗୁଟେ କାଣା ନର୍ସରୀ ସ୍କୁଲକେ ଖୁଲିଛେ। ଦେଖୁଥା, ମୋର ନାତେକ ଗୋଲା ସାହେବ ହେବା ଆରୁ ତୋର ସାଙ୍ଗେ ଇଂଲିଶଥି କଥା ହେବା। ଆମକୁ କାଣା ବୋଲି ଭାବୁଛୁ ଗାଉଁଲିଆ? ଦେଖୁଥା କାଣା ହେଉଛେ। ମୁଁ କିଛି କହିଲି ନାହିଁ। ଆର ଦିନ ସକାଳୁ ସକାଳୁ ବାପ ପୁଅ ଦୁଇଜଣ ବାହାରି ଆସିଲୁ ସମ୍ବଲପୁର ସହରକୁ। ପ୍ରାୟ 3 ବର୍ଷ ପରେ ପୁଣି ଯାଇଥିଲି। ବୁଢ଼ାର ସ୍ତ୍ରୀ ଓ ଝିଅ ମରିଯାଇଥିଲା ବୋଲି ଖବର ପାଇ ବୁଢ଼ାକୁ ଶଙ୍ଖୁଡ଼ିବାକୁ। ବୁଢ଼ା ମୋତେ ଧରି କାନ୍ଦିଲା। କହିଲା, କାଁ କର୍ମି ପୁତା, ତୋର ମାମୁଁ ଆର ମୁନୁଷ ହେଇକରି ନାଇଁନା ସବୁ ନାରଖାର କରିଦେଇଛେ। କାହୁଁ ମଦ ପିଆ ଶିଖିଲା ଯେ ସବୁ ନଷ୍ଟ କରିଦେଲାନ। ଜମିବାଡ଼ି ଯେନ୍ ହାତେ 2 ହାତ ଥିଲା ତାହାକେ ଭିଲ୍ ଫ୍ୟାକ୍ଟ୍ରିନୁ ପଇସା ପାଇମି ବୋଲି ବିକି ଦେଲାନ। ଯେନ୍ଟା କମେଇ ଖଟେଇ କରି ସୁନା ଗହନା ରଖିଥିଲି ତାହାକେ ଗଲା ସାରି ଦେଲାନ। କାଁ କରବି, ଏଇ ବୁଢ଼ା ବୟସେ କେନକେ ଯିମି? ଭୁଆ ସେନକେ ମାରୁଛେ ପିଟୁଛେ। ମୋତେ ଭିଲ୍ କେତେବେଳେ କେନ୍ତା ହୁଡ଼ି ନେଉଛେ ଆର୍ ମାରବାକେ କୁଦୁଛେ। ମୋର ସବୁ ସରିଗଲା ପୁତା। ମୁଁ ବୁଢ଼ାକୁ ସାନ୍ତ୍ୱନା ଦେଇ ଚାଲିଥାଏ। ବୁଢ଼ା କିନ୍ତୁ କାନ୍ଦିବାରେ ଲାଗିଥାଏ। ଅନେକ ସମୟ ପରେ ବୁଢ଼ା ଚୁପ୍ ହେଲା। ମୋତେ ପଚାରିଲା, ହଇରେ ପୁତା, ବିଜ୍ଞାନ ପରେ ବଡ଼ା କାମ କରି ପାରୁଛେ ଆର୍ ଲୋକମାନେ ପରେ ଆନ୍ଦୋଳନ କରି ସବୁ ବନ୍ଦ କରି ଦେଇଛେ ପାରୁଛନ୍। ମୁଁ ବୁଝିପାରିଲି ନାହିଁ। ପଚାରିଲି, କାଁ ଯେ ପଚାରଲୁ? ବୁଢ଼ା କହିଲା, ପୁତା, ଏନ୍ତା ନାଇଁ ହେତା। ପୁରଥି ଘାଏ ଉଲ୍ଟା ଘୁର୍ତା ଆଉ ଆମର ଗାଁ ଫେର ଘାଏ ଆଘର ଗାଁ ହେଇଯାଏତା।
इलेक्ट्री नाई थिता आर आघर से जंगल भितरर माटीर घर भितरे आमे जेंता थिला हेंता पखाल और जंगली साग मुठे खाई करी शांति थी घोड़े सुई पारंता मु निर्माक रही जाइथिली। मन मध्यरे मो मामू घर गाँर से पूर्व रूप मते केमिति कंदाइबाकू चेष्टा करुथिला और कहूथिला पृथ्वी पछकू फेरी जाता नहीं। कहानीटी जदि भल लागिला सब्सक्राइब करी चैनल को ऑल उपरे क्लिक करंतु। धन्यवाद।